ଶ୍ରୀମଦ୍ ଭଗବଦ୍ ଗୀତା ତୃତୀୟ ଅଧ୍ୟାୟ 18ତମ ଶ୍ଲୋକର ବ୍ୟାଖ୍ୟା ଏମିତି କରାଯାଇଛି। ସେହି ମହାପୁରୁଷଙ୍କର ଏହି ବିଶ୍ୱରେ କର୍ମ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ କିମ୍ବା କର୍ମ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ, ତଥା କୌଣସି ପ୍ରାଣୀ ସହିତ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ। ଏଠାରେ ପ୍ରଶ୍ନ ଆସୁଛି, ସେହି ମହାପୁରୁଷଙ୍କର କର୍ମ କରିବାରେ ଓ ନ କରିବାରେ କୌଣସି ପ୍ରୟୋଜନ ରହେ ନାହିଁ, ଏପରି କହିବାର ଅଭିପ୍ରାୟ କ'ଣ? ଏହି ପ୍ରଶ୍ନର ଉତ୍ତର ହେଲା, ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଜ୍ଞାନୀ ପୁରୁଷଙ୍କର କୌଣସି କର୍ତ୍ତବ୍ୟ ବାକି ରହେ ନାହିଁ। ସେହି କଥାକୁ ପୁଷ୍ଟ କରିବା ପାଇଁ ଏହି ବାକ୍ୟରେ ତାଙ୍କ ପାଇଁ କର୍ତ୍ତବ୍ୟ ଅଭାବର କାରଣ କହିଛନ୍ତି। ଅଭିପ୍ରାୟ ଏହି ଯେ ସେହି ମହାପୁରୁଷ ନିରନ୍ତର ପରମାତ୍ମାଙ୍କ ସ୍ୱରୂପରେ ସନ୍ତୁଷ୍ଟ ରହନ୍ତି, ତେଣୁ ତାଙ୍କର କୌଣସି କର୍ମ କରି କୌଣସି ଐହିକ ବା ପରଲୌକିକ ପ୍ରୟୋଜନ ସିଦ୍ଧ କରିବାକୁ ବାକି ନଥାଏ କି କୌଣସି ପ୍ରକାର କର୍ମ ତ୍ୟାଗ କରି କୌଣସି ପ୍ରୟୋଜନ ସିଦ୍ଧ କରିବାକୁ ବାକି ନଥାଏ, କାରଣ ତାଙ୍କ ସମସ୍ତ ଆବଶ୍ୟକତା ସମାପ୍ତ ହୋଇ ସାରିଥାଏ। ବର୍ତ୍ତମାନ ତାଙ୍କର ପ୍ରାପ୍ତି ପାଇଁ ଆଉ କିଛି ବାକି ରହିନଥାଏ। ଏହି କାରଣରୁ ତାଙ୍କ ପାଇଁ କୌଣସି କର୍ମ କରିବା କିମ୍ବା ନ କରିବା ବିଧେୟ ନୁହେଁ। ସେ ଶାସ୍ତ୍ରର ଶାସନରୁ ସର୍ବଥା ମୁକ୍ତ। ଯଦି ତାଙ୍କ ମନ ଓ ଇନ୍ଦ୍ରିୟମାନଙ୍କର ସାଂଘାତ ରୂପୀ ଶରୀର ଦ୍ୱାରା କୌଣସି କର୍ମ କରାଯାଏ, ତେବେ ତାଙ୍କୁ ଉକ୍ତ କର୍ମ ତ୍ୟାଗ କରିବାକୁ ଶାସ୍ତ୍ର ମଧ୍ୟ ବାଧ୍ୟ କରେ ନାହିଁ, ଏବଂ ଯଦି ଯେକୌଣସି କର୍ମ ନ କରନ୍ତି ତେବେ ମଧ୍ୟ କର୍ମ କରିବାକୁ ଶାସ୍ତ୍ର ତାଙ୍କୁ ବାଧ୍ୟ କରେ ନାହିଁ। ଅତଏବ ଜ୍ଞାନୀଙ୍କ କ୍ଷେତ୍ରରେ ଏହା ମାନିନେବାର କୌଣସି ଆବଶ୍ୟକତା ନାହିଁ ଯେ ଜ୍ଞାନ ହୋଇଯିବା ପରେ ଜୀବନ୍ମୁକ୍ତିର ସୁଖ ଭୋଗ କରିବା ନିମନ୍ତେ ଜ୍ଞାନୀଙ୍କୁ କର୍ମ ତ୍ୟାଗ କରିବାକୁ ପଡ଼ିବ କିମ୍ବା କର୍ମ ଅନୁଷ୍ଠାନ କରିବାକୁ ପଡ଼ିବ, କାରଣ ଜ୍ଞାନ ହେବା ପରେ ମନ ଓ ଇନ୍ଦ୍ରିୟମାନଙ୍କର ଆରାମ ରୂପକ ତୁଚ୍ଛ ସୁଖ ସହିତ ତାଙ୍କର କୌଣସି ସମ୍ବନ୍ଧ ରହେ ନାହିଁ। ସେ ନିତ୍ୟ ନିରନ୍ତର ନିତ୍ୟାନନ୍ଦରେ ମଗ୍ନ ହୋଇ ରହନ୍ତି ଏବଂ ସ୍ୱୟଂ ଆନନ୍ଦରୂପ ହୋଇଯାଆନ୍ତି। କିନ୍ତୁ ଯେଉଁମାନେ କୌଣସି ସୁଖ ପ୍ରାପ୍ତି ପାଇଁ ନିଜର ଗ୍ରହଣ ବା ତ୍ୟାଗ ରୂପକ କର୍ତ୍ତବ୍ୟ ବାକି ରହିଛି ବୋଲି ମନେ କରନ୍ତି, ସେମାନେ ପ୍ରକୃତରେ ଜ୍ଞାନୀ ନୁହନ୍ତି। ସେମାନେ କେବଳ କୌଣସି ସ୍ଥିତି ବିଶେଷକୁ ଜ୍ଞାନ ପ୍ରାପ୍ତି ଭାବି ନିଜକୁ ଜ୍ଞାନୀ ବୋଲି ମନେ କରୁଥାନ୍ତି। 17 ଶ୍ଲୋକରେ କୁହାଯାଇଥିବା ଲକ୍ଷଣରେ ଯୁକ୍ତ ଜ୍ଞାନୀ ପ୍ରକୃତ ଜ୍ଞାନୀ ହୋଇଥିବାରୁ ଏପରି ଭାବନ୍ତି ନାହିଁ। ଏହା ସିଦ୍ଧି କରିବା ନିମନ୍ତେ ଭଗବାନ ଉତ୍ତର ଗୀତାରେ ମଧ୍ୟ କହିଛନ୍ତି, ଅର୍ଥାତ୍ ଯେଉଁ ଯୋଗୀ ଜ୍ଞାନୀ ରୂପକ ଅମୃତରେ ତୃପ୍ତ ଏବଂ କୃତକୃତ୍ୟା ହୋଇଯାଇଛନ୍ତି, ତାଙ୍କ ପାଇଁ କର୍ତ୍ତବ୍ୟ ବୋଲି କିଛି ନାହିଁ। ଯଦି ତାଙ୍କର କର୍ତ୍ତବ୍ୟ ଥାଏ ତେବେ ସେ ତତ୍ତ୍ୱଜ୍ଞାନୀ ନୁହନ୍ତି। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, କୌଣସି ପ୍ରାଣୀଙ୍କ ଠାରେ ମଧ୍ୟ ତାଙ୍କର କିଛି ବି ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ, ଏ କଥାର ଭାବ କ'ଣ? ଏହାର ଉତ୍ତର ହେଲା, ଏହି କହିବା ଭଗବାନ ଦେଖାଉଛନ୍ତି ଯେ ଜ୍ଞାନୀମାନଙ୍କର କର୍ମ କରିବାରେ ଓ ନ କରିବାରେ ଯେପରି କୌଣସି ପ୍ରୟୋଜନ ରହେ ନାହିଁ, ସ୍ଥାବର ଜଙ୍ଗମ କୌଣସି ପ୍ରାଣୀଙ୍କ ଠାରେ ମଧ୍ୟ ତାଙ୍କର ସେହିପରି କିଛି ବି ପ୍ରୟୋଜନ ରହେ ନାହିଁ। ଅଭିପ୍ରାୟ ଏହି ଯେ ଯାହାଙ୍କର ଦେହାଭିମାନ ସର୍ବଥା ନଷ୍ଟ ହୋଇନାହିଁ ଏବଂ ଯେ ପରମାତ୍ମା ପ୍ରାପ୍ତି ପାଇଁ ସାଧନା କରୁଛନ୍ତି, ସେପରି ସାଧକ ନିଜର ସୁଖ ଭୋଗ ପାଇଁ କିଛି ନ ଚାହୁଁଥିଲେ ମଧ୍ୟ ଶରୀର ନିର୍ବାହ ପାଇଁ କୌଣସି ନା କୌଣସି ରୂପରେ ଅନ୍ୟ ପ୍ରାଣୀଙ୍କ ସହ କିଛି ନା କିଛି ସ୍ୱାର୍ଥ ସମ୍ବନ୍ଧ ରଖିଥାନ୍ତି। ଅତଏବ ଶାସ୍ତ୍ର ଅଜ୍ଞାନୁସାରେ କର୍ମ ଗ୍ରହଣ କରିବା, କର୍ମ ତ୍ୟାଗ କରିବା ହେଉଛି ତାଙ୍କର କର୍ତ୍ତବ୍ୟ,
କିନ୍ତୁ ସଚ୍ଚିଦାନନ୍ଦ ପରମାତ୍ମାଙ୍କୁ ପାଇଥିବା ଜ୍ଞାନୀଙ୍କର ଦେହାଭିମାନ ନଥିବାରୁ ସେ ଜୀବନକୁ ମଧ୍ୟ ଲକ୍ଷ୍ୟ କରନ୍ତି ନାହିଁ। ଏ ପରିସ୍ଥିତିରେ ତାଙ୍କର ଶରୀର ନିର୍ବାହ ପ୍ରାରବ୍ଧ ଅନୁସାରେ ସ୍ୱତଃ ହୋଇଥାଏ। ତେଣୁ ତାଙ୍କର କୌଣସି ପ୍ରାଣୀ ସହିତ କୌଣସି ପ୍ରକାର ସ୍ୱାର୍ଥ ସମ୍ବନ୍ଧ ରହେ ନାହିଁ ଏବଂ ତେଣୁ ତାଙ୍କର କୌଣସି କର୍ତ୍ତବ୍ୟ ବାକି ରହିନଥାଏ। ସେ ସର୍ବଥା କୃତକୃତ୍ୟା ହୋଇଯାଇଥାନ୍ତି। ଏଠାରେ ଶେଷ ପ୍ରଶ୍ନଟି ଆସୁଛି, ଏପରି ସ୍ଥିତିରେ ତାଙ୍କ ଦ୍ୱାରା କାହିଁକି କର୍ମ କରାଯାଏ? ଏହାର ଉତ୍ତର ହେଲା, ତାଙ୍କ ଦ୍ୱାରା କର୍ମ କରାଯାଏ ନାହିଁ। ପ୍ରାରବ୍ଧ ଅନୁସାରେ ଲୌକିକ ଦୃଷ୍ଟିରୁ ଲୋକମାନଙ୍କର ମଙ୍ଗଳ ପାଇଁ କର୍ମ ହେଉଥାଏ, କିନ୍ତୁ ବାସ୍ତବରେ ତାଙ୍କର ସେହି କର୍ମ ସହିତ କୌଣସି ସମ୍ବନ୍ଧ ନଥାଏ। ତେଣୁ ସେହି କର୍ମକୁ କର୍ମ ବୋଲି ଗ୍ରହଣ କରାଯାଏ ନାହିଁ। 19ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏ ପର୍ଯ୍ୟନ୍ତ ଭଗବାନ ବହୁ କାରଣ ଦେଇ ସିଦ୍ଧ କରିଛନ୍ତି ଯେ ପର୍ଯ୍ୟନ୍ତ ମନୁଷ୍ୟର ପରମ ଶ୍ରେୟ ରୂପକ ପରମାତ୍ମା ପ୍ରାପ୍ତି ନ ହୋଇଛି ସେ ପର୍ଯ୍ୟନ୍ତ ସ୍ୱଧର୍ମ ପାଳନ ଅର୍ଥାତ୍ ନିଃସ୍ୱାର୍ଥ ଭାବରେ ନିଜର ବର୍ଣ୍ଣାଶ୍ରମ ଅନୁସାରେ ବିହିତ କର୍ମ ଅନୁଷ୍ଠାନ ଆବଶ୍ୟକ କର୍ତ୍ତବ୍ୟ ଏବଂ ପରମାତ୍ମାଙ୍କୁ ପ୍ରାପ୍ତ ପୁରୁଷଙ୍କ ପାଇଁ କୌଣସି ପ୍ରକାର କର୍ତ୍ତବ୍ୟ ବାକି ନ ରହିଲେ ମଧ୍ୟ ତାଙ୍କର ମନ ଇନ୍ଦ୍ରିୟ ଦ୍ୱାରା ଲୋକ ସଂଗ୍ରହ ପାଇଁ ପ୍ରାରବ୍ଧ ଅନୁସାରେ କର୍ମ ହେଉଥାଏ। ବର୍ତ୍ତମାନ ଉପଯୁକ୍ତ ବର୍ଣ୍ଣନାକୁ ଲକ୍ଷ୍ୟ କରି ଭଗବାନ ଅର୍ଜୁନଙ୍କୁ ଅନାସକ୍ତ ଭାବରେ କର୍ତ୍ତବ୍ୟ କର୍ମ କରିବାକୁ ଆଜ୍ଞା ଦେଉଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ତେଣୁ ନିରନ୍ତର ଆସକ୍ତି ରହିତ ହୋଇ ନିଷ୍ଠାର ସହିତ କର୍ତ୍ତବ୍ୟ କର୍ମ କର, କାରଣ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଏ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ ଆସୁଛି, ତସ୍ମାତ୍ ପଦର ଭାବ କ'ଣ? ଏହାର ଉତ୍ତର ହେଲା, ତସ୍ମାତ୍ ପଦ ଏଠାରେ ପୂର୍ବ ଶ୍ଲୋକମାନଙ୍କ ସହିତ ସମ୍ବନ୍ଧ ରକ୍ଷା କରୁଛି। ଏହାଦ୍ୱାରା ଭଗବାନ ଦେଖାଉଛନ୍ତି, ଏ ପର୍ଯ୍ୟନ୍ତ ଯେଉଁ ଯେଉଁ କାରଣରୁ ସ୍ୱଧର୍ମ ପାଳନ ପରମ ଆବଶ୍ୟକ ବୋଲି ମୁଁ ସିଦ୍ଧ କରିଛି, ସେହି ସମସ୍ତ କାରଣ ଉପରେ ବିଚାର କଲେ ଏହା ସ୍ପଷ୍ଟ ହୋଇଯାଏ ଯେ ପୂର୍ଣ୍ଣ ଭାବରେ ସ୍ୱଧର୍ମ ପାଳନ କଲେ ନିଶ୍ଚିତ ରୂପରେ ତୁମର ମଙ୍ଗଳ ହେବ। ତେଣୁ ତୁମେ ନିଜର ବର୍ଣ୍ଣାଶ୍ରମ ଧର୍ମ ଅନୁସାରେ କର୍ମ କରିବା ଉଚିତ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଅସକ୍ତଃ ପଦର ଭାବ କ'ଣ? ଉତ୍ତର ହେଲା, ଅସକ୍ତଃ ପଦ ଦ୍ୱାରା ଭଗବାନ ଅର୍ଜୁନଙ୍କୁ ସମସ୍ତ କର୍ମରେ ଏବଂ ସେସବୁର ଫଳରୂପୀ ସମସ୍ତ ଭୋଗରେ ଆସକ୍ତି ତ୍ୟାଗ କରି କର୍ମ କରିବାକୁ କହିଛନ୍ତି। କାମନା ତ୍ୟାଗ ଆସକ୍ତି ତ୍ୟାଗର ଅନ୍ତର୍ଗତ, କାରଣ ଆସକ୍ତିରୁ କାମନାର ଉତ୍ପତ୍ତି ହୁଏ। ତେଣୁ ଏଠାରେ ଫଳ ଇଚ୍ଛା ତ୍ୟାଗ କରିବାକୁ ପୃଥକ ରୂପେ କୁହାଯାଇ ନାହିଁ। ପ୍ରଶ୍ନ, ସତତମ୍ ପଦର ଭାବ କ'ଣ? ଏହାର ଉତ୍ତର ହେଲା, ଭଗବାନ ପ୍ରଥମରୁ କହି ଆସିଛନ୍ତି ଯେ କୌଣସି ବି ଲୋକ କର୍ମ ନ କରି କ୍ଷଣମାତ୍ର ରହିପାରିବ ନାହିଁ। ଏଥିରୁ ସିଦ୍ଧ ହେଲା ଯେ ମନୁଷ୍ୟ ସତତମ୍ ପଦ ପ୍ରୟୋଗ କରି ଭଗବାନ କହିଛନ୍ତି, ତୁମେ ସଦାସର୍ବଦା ଯେତେ କର୍ମ କର ନା କାହିଁକି ସେହି ସମସ୍ତ କର୍ମରେ ଓ ତାହାର ଫଳରେ ଆସକ୍ତି ରହିତ ହୋଇ କର। କୌଣସି କର୍ମ କୌଣସି ସମୟରେ ଆସକ୍ତି ପୂର୍ବକ କର ନାହିଁ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, କର୍ମ ପଦ ସହିତ କାର୍ଯ୍ୟମ୍ ବିଶେଷଣ ହେବାର କାରଣ କ'ଣ? ଉତ୍ତର ହେଲା, ଏହାଦ୍ୱାରା ଭଗବାନ କହିଛନ୍ତି, ତୁମ ପାଇଁ ବର୍ଣ୍ଣ ଆଶ୍ରମ ସ୍ୱଭାବ ଓ ପରିସ୍ଥିତି ଅନୁସାରେ ଯେଉଁ କର୍ମ କର୍ତ୍ତବ୍ୟ ତୁମେ ସେହି କର୍ମ କରିବା ଉଚିତ। ପରଧର୍ମର କର୍ମ, ନିଷିଦ୍ଧ କର୍ମ ଏବଂ ବ୍ୟର୍ଥ ବା କାମ୍ୟ କର୍ମ କରିବା ଉଚିତ ନୁହେଁ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ସମାଚାର କ୍ରିୟାର ଭାବ କ'ଣ? ଏହାର ଉତ୍ତର ହେଲା, ଆଚର କ୍ରିୟା ସହିତ ସମ୍ ଉପସର୍ଗର ପ୍ରୟୋଗ କରି ଭଗବାନ କହୁଛନ୍ତି, ସେହି କର୍ମକୁ ତୁମେ ସାବଧାନ ହୋଇ ବିଧିପୂର୍ବକ ଯଥାଯୋଗ୍ୟ ଆଚରଣ କର। ଏପରି ନ କରି ଅସାବଧାନ ହୋଇ କଲେ କର୍ମରେ ତ୍ରୁଟି ରହିଯାଇପାରେ ଏବଂ ସେହି କାରଣରୁ ତୁମର ପରମ ଶ୍ରେୟ ପ୍ରାପ୍ତିରେ ବିଳମ୍ବ ହୋଇପାରେ। ଏଠାରେ ଅନ୍ୟ ଏକ ପ୍ରଶ୍ନ,
ବା ଅନ୍ତିମ ପ୍ରଶ୍ନ, ଆସକ୍ତି ରହିତ ହୋଇ କର୍ମ କରୁଥିବା ପୁରୁଷ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଏ। ଏହାର ଭାବ କ'ଣ? ଏହାର ଉତ୍ତର ହେଲା, ଏଥିରେ ଭଗବାନ ଉପଯୁକ୍ତ କର୍ମଯୋଗର ଫଳ କହୁଛନ୍ତି। ଅଭିପ୍ରାୟ ଏହି ଯେ ଉପଯୁକ୍ତ ପ୍ରକାରେ ଆସକ୍ତି ତ୍ୟାଗ କରି କର୍ତ୍ତବ୍ୟ କର୍ମ ଆଚରଣ କରୁଥିବା ମନୁଷ୍ୟ କର୍ମବନ୍ଧନରୁ ମୁକ୍ତ ହୋଇ ପରମ ପୁରୁଷ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଏ। ଏହା କର୍ମଯୋଗର ମହତ୍ଵ। ତେଣୁ ସମସ୍ତ କର୍ମ ଉପଯୁକ୍ତ ପ୍ରକାର କରିବା ଉଚିତ। 20ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ପୂର୍ବ ଶ୍ଲୋକରେ ଭଗବାନ କହିଥିଲେ ଯେ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାଙ୍କୁ ପାଇଯାଏ। ସେହି କଥାକୁ ପୁଷ୍ଟ କରିବା ପାଇଁ ଜନକାଦିଙ୍କ ପ୍ରମାଣ ଦେଇ ପୁଣି ଥରେ ଅର୍ଜୁନଙ୍କୁ କର୍ମ କରିବା ଉଚିତ ବୋଲି କହୁଛନ୍ତି। ଜନକାଦି, ଏହି ଶ୍ଲୋକର ଭାବାର୍ଥ ଏମିତି, ଜନକାଦି ଜ୍ଞାନୀମାନେ ମଧ୍ୟ ଆସକ୍ତି ରହିତ କର୍ମ ଦ୍ୱାରା ହିଁ ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ। ସେଥିପାଇଁ ତଥା ଲୋକ କଲ୍ୟାଣ ଦୃଷ୍ଟିରୁ ତୁମେ କର୍ମ କରିବା ହିଁ ଉଚିତ। ଏଠାରେ ପ୍ରଶ୍ନ ଆସୁଛି, ଜନକାଦୟଃ ପଦରେ କେଉଁ ଲୋକମାନଙ୍କୁ ସଂକେତ କରାଯାଇଛି ଏବଂ ସେହି ଲୋକେ ମଧ୍ୟ କର୍ମ ଦ୍ୱାରା ପରମ ସିଦ୍ଧ ପ୍ରାପ୍ତ ହୋଇଥିଲେ ବୋଲି କହିବାର ଭାବ କ'ଣ? ଏହାର ଉତ୍ତର ହେଲା, ଭଗବାନଙ୍କର ଏହି ଉପଦେଶ କାଳ ପର୍ଯ୍ୟନ୍ତ ରାଜା ଜନକଙ୍କ ପରି ମମତ୍ଵ, ଆସକ୍ତି ଓ କାମନା ତ୍ୟାଗ କରି କେବଳ ପରମାତ୍ମା ପ୍ରାପ୍ତି ପାଇଁ କର୍ମ କରିଥିବା ଅଶ୍ୱପତି, ଇକ୍ଷ୍ୱାକୁ, ପ୍ରହ୍ଲାଦ, ଅମ୍ବରୀଶ ଆଦି ଯେତେ ମହାପୁରୁଷ ହୋଇସାରିଥିଲେ ସେହି ସମସ୍ତଙ୍କର ସଂକେତ ଜନକାଦୟ ପଦ ଦ୍ୱାରା କରାଯାଇଛି। ପୂର୍ବ ଶ୍ଲୋକରେ କୁହାଯାଇଛି ଯେ ଆସକ୍ତି ରହିତ ମନୁଷ୍ୟ ପରମାତ୍ମାଙ୍କୁ ପାଇଯାଏ। ତାହା ପ୍ରମାଣ ଦ୍ୱାରା ସିଦ୍ଧ କରିବା ପାଇଁ ଏଠାରେ କୁହାଯାଇଛି ଯେ ପୂର୍ବ କାଳରେ ଜନକାଦି ପ୍ରଧାନ ମହାପୁରୁଷ ମଧ୍ୟ ଆସକ୍ତି ରହିତ କର୍ମ ଦ୍ୱାରା ପରମ ସିଦ୍ଧ ପାଇଥିଲେ। ଅଭିପ୍ରାୟ ଏହି ଯେ ଆଜି ପର୍ଯ୍ୟନ୍ତ ବହୁ ମହାପୁରୁଷ ମମତ୍ଵ, ଆସକ୍ତି ଓ କାମନା ତ୍ୟାଗ କରି କର୍ମ ଯୋଗ ଦ୍ୱାରା ପରମାତ୍ମାଙ୍କୁ ପାଇସାରିଛନ୍ତି। ଏହା କୌଣସି ନୂଆ କଥା ନୁହେଁ। ଏଣୁ ଏହା ଯେ ପରମାତ୍ମା ପ୍ରାପ୍ତିର ସ୍ୱତନ୍ତ୍ର ଓ ନିଶ୍ଚିତ ମାର୍ଗ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ପରମାତ୍ମା ପ୍ରାପ୍ତି ତ ତତ୍ତ୍ୱଜ୍ଞାନ ଦ୍ୱାରା ହୁଏ, ପୁଣି ଏଠାରେ ଆସକ୍ତି ରହିତ କର୍ମକୁ ପରମାତ୍ମା ପ୍ରାପ୍ତିର ଦ୍ୱାର ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ଆସକ୍ତି ରହିତ କର୍ମ ଦ୍ୱାରା ଯାହାଙ୍କର ଅନ୍ତଃକରଣ ଶୁଦ୍ଧ ହୋଇଯାଏ ତାଙ୍କୁ ପରମାତ୍ମାଙ୍କ କୃପା ତତ୍ତ୍ୱଜ୍ଞାନ ସୂତ ମିଳିଯାଏ ତଥା କର୍ମଯୋଗ ନିଷ୍ଠା ମୁନି ତତ୍କାଳ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଆନ୍ତି। ତେଣୁ ଏଠାରେ ଆସକ୍ତି ରହିତ କର୍ମକୁ ପରମାତ୍ମା ପ୍ରାପ୍ତିର ଦ୍ୱାର ବୋଲି କୁହାଯାଏ। ପ୍ରଶ୍ନ, ଲୋକ ସଂଗ୍ରହ କାହାକୁ କହନ୍ତି? ତାହା ଏଠାରେ ଲୋକ ସଂଗ୍ରହ ଦୃଷ୍ଟିରୁ କର୍ମ କରିବା ଉଚିତ ବୋଲି କହିବାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ସୃଷ୍ଟି ସଞ୍ଚାଳନକୁ ସୁରକ୍ଷିତ କରି ରଖିବା ତଥା ତାହାର ବ୍ୟବସ୍ଥାରେ କୌଣସି ପ୍ରକାର ବାଧା ସୃଷ୍ଟି ନ କରି ସେଥିରେ ସହାୟକ ହେବାକୁ ଲୋକ ସଂଗ୍ରହ କୁହାଯାଏ। ଅର୍ଥାତ୍ ସମସ୍ତ ପ୍ରାଣୀଙ୍କର ଭରଣ ପୋଷଣ ଏବଂ ରକ୍ଷଣ ଦାୟିତ୍ୱ ମନୁଷ୍ୟ ଉପରେ। ତେଣୁ ନିଜର ବର୍ଣ୍ଣ, ଆଶ୍ରମ, ସ୍ୱଭାବ ଓ ପରିସ୍ଥିତି ଅନୁସାରେ ନିଷ୍ଠାପର ଭାବରେ କର୍ତ୍ତବ୍ୟ କର୍ମ ଆଚରଣ କରି ନିଜର ଆଦର୍ଶ ଦ୍ୱାରା ଅନ୍ୟ ଲୋକଙ୍କୁ ଦୁର୍ଗୁଣ ଓ ଦୁରାଚାରରୁ ନିବର୍ତ୍ତାଇ ସ୍ୱଧର୍ମରେ ଲଗାଇ ଦେବାର ନାମ ହିଁ ଲୋକ ସଂଗ୍ରହ। ଏଠାରେ ଅର୍ଜୁନଙ୍କୁ ଲୋକ ସଂଗ୍ରହ ଦୃଷ୍ଟିରୁ କର୍ମ କରିବା ଉଚିତ ବୋଲି କହି ଭଗବାନ ବୁଝାଉଛନ୍ତି, କଲ୍ୟାଣ ଇଚ୍ଛା କରୁଥିବା ମନୁଷ୍ୟ ପରମ ଶ୍ରେୟ ରୂପକ ପରମାତ୍ମାଙ୍କୁ ପାଇବା ପାଇଁ ଆସକ୍ତି ରହିତ ହୋଇ କର୍ମ କରିବା ଉଚିତ। ଏହାଛଡ଼ା ଲୋକ କଲ୍ୟାଣ ପାଇଁ ମଧ୍ୟ ମନୁଷ୍ୟ କର୍ମ କରିବା ଉଚିତ। ତେଣୁ ତୁମେ ଲୋକ କଲ୍ୟାଣ ଦୃଷ୍ଟିରୁ, ଅର୍ଥାତ୍ ଯଦି ମୁଁ କର୍ମ ନ କରିବି ତେବେ ମୋ ପରି ଆଦର୍ଶରେ ମୋତେ ଅନୁକରଣ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ନିଜର କର୍ତ୍ତବ୍ୟ କର୍ମ ତ୍ୟାଗ କରିଦେବା, ଯାହାଦ୍ୱାରା କି ସୃଷ୍ଟିର ବିପ୍ଳବ ହୋଇଯିବ।
ଏବଂ ସୃଷ୍ଟିର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯିବ। ତେଣୁ ସୃଷ୍ଟିର ସୁବ୍ୟବସ୍ଥା ବଜାୟ ରଖିବା ପାଇଁ ମୋତେ ମୋର କର୍ତ୍ତବ୍ୟ ପାଳନ କରିବାକୁ ହେବ। ଏପରି ବିଚାର କରି କର୍ମ କରିବା ଉଚିତ। କର୍ତ୍ତବ୍ୟ କର୍ମ ତ୍ୟାଗ କରିବାକୁ ତୁମ ପକ୍ଷରେ କୌଣସି ପ୍ରକାର ଉଚିତ ନୁହେଁ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଲୋକ ସଂଗ୍ରହ ପାଇଁ କର୍ମ କେବଳ ପରମାତ୍ମା ପ୍ରାପ୍ତ ଜ୍ଞାନୀ ପୁରୁଷଙ୍କ ଦ୍ୱାରା ହୁଏ ନା ସାଧକ ମଧ୍ୟ କରିପାରିବ? ଏହି ପ୍ରଶ୍ନର ଉତ୍ତର ହେଲା, ଜ୍ଞାନୀଙ୍କ ପାଇଁ ତାଙ୍କର ନିଜର ବୋଲି କୌଣସି କର୍ତ୍ତବ୍ୟ ନଥାଏ। ତେଣୁ ତାଙ୍କର ସମସ୍ତ କର୍ମ କେବଳ ଲୋକ କଲ୍ୟାଣ ପାଇଁ ହିଁ ହୁଏ। ସାଧକମାନେ ବି ଜ୍ଞାନୀଙ୍କ ଆଦର୍ଶରେ ଲୋକ କଲ୍ୟାଣ ପାଇଁ କର୍ମ କରିପାରିବେ। ଅବଶ୍ୟ ସେମାନେ ପୂର୍ଣ୍ଣ ରୂପରେ ଏହା କରିପାରିବେ ନାହିଁ, କାରଣ ଯେ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଅଜ୍ଞାନ ନିବୃତ୍ତ ନ ହୋଇଛି ସେ ପର୍ଯ୍ୟନ୍ତ କିଛି ଅଂଶରେ ସ୍ୱାର୍ଥ ରହିଥିବ ଏବଂ ଯେ ପର୍ଯ୍ୟନ୍ତ ସ୍ୱାର୍ଥର ଟିକିଏ ବି ସମ୍ବନ୍ଧ ରହିଛି ସେ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ କେବଳ ଲୋକ କଲ୍ୟାଣାର୍ଥ କର୍ମ ହୋଇପାରିବ ନାହିଁ। ଏଠାରେ ଅନ୍ତିମ ପ୍ରଶ୍ନ, ଯଦି ଜ୍ଞାନୀଙ୍କ ପାଇଁ କର୍ତ୍ତବ୍ୟ କିଛି ବୋଲି ନାହିଁ ଏବଂ ତାଙ୍କ ଦୃଷ୍ଟିରେ କର୍ମର କୌଣସି ମହତ୍ଵ ମଧ୍ୟ ନାହିଁ, ତେବେ ତାଙ୍କର ଲୋକ କଲ୍ୟାଣାର୍ଥ କର୍ମ କରିବା ଲୋକଙ୍କୁ ଦେଖାଇ ହେବା ପାଇଁ ହେଉଥିବ କି? ଏହାର ଉତ୍ତର ହେଲା, ଜ୍ଞାନୀଙ୍କ ପାଇଁ କର୍ତ୍ତବ୍ୟ ବୋଲି କିଛି ନଥାଏ ମଧ୍ୟ ସେ ଯାହା କିଛି କର୍ମ କରନ୍ତି ତାହା ଲୋକ ଦେଖାଣିଆ ଭାବନ୍ତି ନାହିଁ, କାରଣ ମନରେ କର୍ମର କୌଣସି ମହତ୍ଵ ନ ରଖି କେବଳ ଉପରକୁ ଲୋକମାନଙ୍କ ଆଗରେ ଦେଖାଇ ହେବା ପାଇଁ କାମ କରିବା ତ ଏକ ପ୍ରକାର ଦମ୍ଭ, କିନ୍ତୁ ଜ୍ଞାନୀଙ୍କ ଠାରେ ଦମ୍ଭ ରହିପାରେ ନାହିଁ। ଅତଏବ ସେ ଯାହା କିଛି କରନ୍ତି ତାହା ଲୋକ କଲ୍ୟାଣାର୍ଥେ ଅବଶ୍ୟ ଏବଂ ମହତ୍ଵପୂର୍ଣ୍ଣ ବୋଲି ବୁଝି କରନ୍ତି। ସେଥିରେ ଦେଖାଇ ହେବା ନଥାଏ, ଆସକ୍ତି ନଥାଏ, କାମନା ବା ଅହଙ୍କାର ମଧ୍ୟ ନଥାଏ। ଜ୍ଞାନୀଙ୍କ କର୍ମ କେଉଁ ଭାବରେ ହୁଏ ତାହା ଅନ୍ୟ କେହି ଜାଣିପାରିବେ ନାହିଁ। ତେଣୁ ତାଙ୍କର କର୍ମ ଅତ୍ୟନ୍ତ ଅଲୌକିକ ବୋଲି ସ୍ୱୀକାର କରାଯାଏ। 21ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ପୂର୍ବ ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ ଲୋକ ସଂଗ୍ରହ ଦୃଷ୍ଟିରୁ କର୍ମ କରିବା ଉଚିତ ବୋଲି କହିଛନ୍ତି। ଏହା ଉପରେ ପ୍ରଶ୍ନ ହୁଏ, କ'ଣ କର୍ମ କରିବା ଦ୍ୱାରା କେଉଁ ପ୍ରକାର ଲୋକ ସଂଗ୍ରହ ହୁଏ ତାହା ବୁଝାଇ ଦେବାକୁ ଭଗବାନ କହୁଛନ୍ତି। ଏହି ଶ୍ଲୋକ ସମ୍ବନ୍ଧରେ ଶ୍ରେଷ୍ଠ ପୁରୁଷ ଯେଉଁ ଯେଉଁ ଆଚରଣ କରନ୍ତି ଅନ୍ୟ ପୁରୁଷମାନେ ମଧ୍ୟ ସେହି ଆଚରଣ କରନ୍ତି ଏବଂ ସେ ଯାହା କିଛି ପ୍ରମାଣ କରିଦିଅନ୍ତି ସମସ୍ତ ମନୁଷ୍ୟ ତାହା ଅନୁକରଣ କରନ୍ତି। ଏଠାରେ ପ୍ରଶ୍ନ ଆସୁଛି, ଏଠାରେ ଶ୍ରେଷ୍ଠ ପଦ କେଉଁ ମନୁଷ୍ୟଙ୍କ ବାଚକ? ଏହାର ଉତ୍ତର ହେଲା, ଯେ ନିଜର ଉତ୍ତମ ଗୁଣ ଏବଂ ଆଚରଣ ହେତୁ ସଂସାରରେ ଧର୍ମାତ୍ମା ବୋଲି ବିଖ୍ୟାତ ହୋଇଯାଆନ୍ତି। ଜଗତର ଅଧିକାଂଶ ଲୋକ ଯାହାଙ୍କର ଉପରେ ଶ୍ରଦ୍ଧା ଓ ବିଶ୍ୱାସ ରଖନ୍ତି। ଏଠାରେ ଶ୍ରେଷ୍ଠ ପଦଟି ହେଉଛି ସେହି ପ୍ରସିଦ୍ଧ ମାନନୀୟ ମହାତ୍ମା ଜ୍ଞାନୀଙ୍କ ବାଚକ। ଏଠାରେ ଅନ୍ୟ ଏକ ପ୍ରଶ୍ନ ଆସୁଛି, ଶ୍ରେଷ୍ଠ ପୁରୁଷ ଯେଉଁ ଯେଉଁ କର୍ମ କରନ୍ତି ଅନ୍ୟ ଲୋକ ମଧ୍ୟ ସେହି କର୍ମ କରନ୍ତି। ଏହି ବାକ୍ୟର ଭାବ କ'ଣ? ଏହାର ଉତ୍ତର ହେଲା, ଏହି ବାକ୍ୟରେ ଭଗବାନ କହିଛନ୍ତି, ଉପଯୁକ୍ତ ମହାତ୍ମା ଯଦି ନିଜର ବର୍ଣ୍ଣ ଆଶ୍ରମର ଧର୍ମକୁ ଭଲ ଭାବରେ ଅନୁଷ୍ଠାନ କରନ୍ତି ତେବେ ଅନ୍ୟ ଲୋକେ ମଧ୍ୟ ତାଙ୍କ ଦେଖାଦେଖି ନିଜ ନିଜର ବର୍ଣ୍ଣାଶ୍ରମ ଧର୍ମ ପାଳନ କରିବାରେ ଶ୍ରଦ୍ଧାପୂର୍ବକ ଲାଗି ରହନ୍ତି। ଏହାଦ୍ୱାରା ସୃଷ୍ଟିର ବ୍ୟବସ୍ଥା ସୁଚାରୁ ରୂପେ ଚାଲୁଥାଏ, କୌଣସି ପ୍ରକାର ବାଧା ଉତ୍ପନ୍ନ ହୁଏ ନାହିଁ। କିନ୍ତୁ ଯଦି କେହି ଧର୍ମାତ୍ମା ଜ୍ଞାନୀ ମହାପୁରୁଷ ନିଜର ବର୍ଣ୍ଣାଶ୍ରମ ଧର୍ମ ତ୍ୟାଗ କରିଦିଅନ୍ତି ତେବେ ଲୋକମାନଙ୍କ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼େ। ସେମାନେ ଭାବନ୍ତି ଯେ ବାସ୍ତବରେ କର୍ମରେ କିଛି ସାର ନାହିଁ। ଯଦି କର୍ମରେ କିଛି ସାର ଥାନ୍ତା ତେବେ ଅମୁକ ମହାପୁରୁଷ ସେସବୁ କାହିଁକି ଛାଡ଼ି ଦେଇଥାନ୍ତେ? ଏପରି ବୁଝି ସେମାନେ ସେହି ଶ୍ରେଷ୍ଠ ପୁରୁଷଙ୍କ ଦେଖାଦେଖି ନିଜର ବର୍ଣ୍ଣାଶ୍ରମ ପାଇଁ ଥିବା ବିହିତ ନିୟମ ଓ ଧର୍ମ ତ୍ୟାଗ କରିଦିଅନ୍ତି। ଏପରି ହେଲେ ସଂସାରରେ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଯାଏ ଏବଂ ସମସ୍ତ ବ୍ୟବସ୍ଥା ଛିନ୍ନ ଭିନ୍ନ
ହୋଇଯାଏ। ଅତଏବ ମହାତ୍ମା ପୁରୁଷ ଲୋକ କଲ୍ୟାଣ ପ୍ରତି ଧ୍ୟାନ ରଖି ନିଜର ବର୍ଣ୍ଣ ଆଶ୍ରମ ଅନୁସାରେ ସାବଧାନ ହୋଇ ଯଥାଯୋଗ୍ୟ ସମସ୍ତ କର୍ମ ଅନୁଷ୍ଠାନ କରି ଚାଲିବା ଉଚିତ। କର୍ମରେ କୌଣସି ପ୍ରକାର ଅବହେଳା କରିବା ବା କର୍ମ ତ୍ୟାଗ କରିବା ଉଚିତ ନୁହେଁ। ଏଠାରେ ପ୍ରଶ୍ନ ଆସୁଛି, ସେ ଯାହା କିଛି ପ୍ରମାଣ କରିଦିଅନ୍ତି ଲୋକେ ତାହା ଅନୁସାରେ କରନ୍ତି। ଏହି ବାକ୍ୟର ଭାବ କ'ଣ? ଏହାର ଉତ୍ତର ହେଲା, ଏହାଦ୍ୱାରା ଭଗବାନ ବୁଝାଉଛନ୍ତି ଯଦି ଶ୍ରେଷ୍ଠ ପୁରୁଷ ସ୍ୱୟଂ ଆଚରଣ କରି ଏବଂ ଲୋକଙ୍କୁ ଶିକ୍ଷା ଦେଇ କୌଣସି କଥା ପ୍ରମାଣିକ କରିଦିଅନ୍ତି, ଅର୍ଥାତ୍ ଲୋକଙ୍କର ଅନ୍ତଃକରଣରେ ବିଶ୍ୱାସ ଜନ୍ମାଇ ଦିଅନ୍ତି ଯେ ଅମୁକ ଲୋକ ଅମୁକ କର୍ମ ଏପରି କରିବା ଉଚିତ ଏବଂ ଅମୁକ କର୍ମ ଏହିପରି କରିବା ଉଚିତ ନୁହେଁ, ତେବେ ତାଙ୍କର କଥା ଅନୁସାରେ ସାଧାରଣ ମନୁଷ୍ୟମାନେ ଚେଷ୍ଟା କରିବାରେ ଲାଗିଯାନ୍ତି। ତେଣୁ ସମ୍ମାନନୀୟ ଶ୍ରେଷ୍ଠ ଜ୍ଞାନୀ ମହାପୁରୁଷ ସୃଷ୍ଟିର ବ୍ୟବସ୍ଥା ଠିକ୍ ରଖିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସାବଧାନ ପୂର୍ବକ ସ୍ୱୟଂ କର୍ମ କରି ଲୋକଙ୍କୁ ଶିକ୍ଷା ଦେଇ ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟରେ ନିୟୋଜିତ କରିବା ଉଚିତ ଏବଂ ତାଙ୍କର ଉପଦେଶ ବା ଆଚରଣ ସଂସାରରେ ବ୍ୟବସ୍ଥାକୁ ସୁରକ୍ଷିତ ରଖିଥିବା ବର୍ଣ୍ଣାଶ୍ରମ ଧର୍ମର ବା ମାନବ ଧର୍ମର ପରମ୍ପରାରେ ଯେପରି ଟିକିଏ ହେଲେ ଆଘାତ ନ ଲଗାଏ, ଅର୍ଥାତ୍ ସେହି କର୍ମରେ ଲୋକଙ୍କର ଶ୍ରଦ୍ଧା ଓ ରୁଚି ଯେପରି କମ୍ ହୋଇନଯାଏ, ସେଥିପ୍ରତି ସେ ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ। ଏଠାରେ ପ୍ରଶ୍ନ ଆସୁଛି, ଯଦି ଶ୍ରେଷ୍ଠ ମହାପୁରୁଷଙ୍କର ଆଚରଣକୁ ସମସ୍ତେ ଅନୁସରଣ କରନ୍ତି, ତେବେ ଏହା କହିବାର କି ଆବଶ୍ୟକତା ଥିଲା ଯେ ସେ ଯାହା କିଛି ପ୍ରମାଣ କରିଦିଅନ୍ତି ଲୋକେ ସେହି ଅନୁସାରେ ଆଚରଣ କରନ୍ତି? ଏହାର ଉତ୍ତର ହେଲା, ସଂସାରର ସମସ୍ତ ଲୋକଙ୍କ କର୍ତ୍ତବ୍ୟ ଏକାପରି ହୁଏ ନାହିଁ। ଦେଶ, ସମାଜ ଓ ନିଜର ବର୍ଣ୍ଣାଶ୍ରମ, ସମୟ ଏବଂ ସ୍ଥିତି ଅନୁସାରେ ଲୋକଙ୍କ କର୍ତ୍ତବ୍ୟ ଭିନ୍ନ ଭିନ୍ନ ହୋଇଥାଏ। ପୃଥକ ପୃଥକ ଭାବରେ ସମସ୍ତଙ୍କ କର୍ତ୍ତବ୍ୟ କର୍ମକୁ ସ୍ୱୟଂ ଆଚରଣ କରି ଦେଖାଇଦେବା କୌଣସି ଶ୍ରେଷ୍ଠ ମହାପୁରୁଷଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ସେ ଯେଉଁ ବୈଦିକ ଏବଂ ଲୌକିକ କ୍ରିୟାଗୁଡ଼ିକ ବଚନ ଦ୍ୱାରା ହିଁ ପ୍ରମାଣିତ କରିଦିଅନ୍ତି, ଲୋକେ ସେହି ଗୁଡ଼ିକ ତଦନୁଯାୟୀ ଆଚରଣ କରନ୍ତି।